ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନର ହାଇଲାଇଟ୍ ଆସନ୍ତୁ ଜାଣିବା। ପ୍ରଥମେ ଭାରତର କ୍ୟାପ୍ଟେନ୍ ଶୁଭମନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ସଫଳ କରିବାକୁ ଯାଇ ପ୍ରଥମେ ଆସିଥିଲେ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଓ ଯଶସ୍ୱୀ ଜୟସ୍ୱାଲ। ଗୋଟେ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ କରୁଥିଲେ କେଏଲ୍ ରାହୁଲ ଓ ଯଶସ୍ୱୀ ଜୟସ୍ୱାଲ ଅତି ସୁନ୍ଦର ଧୁଆଁଧାର ବ୍ୟାଟିଂ ଚାଲୁ ରଖିଥିବା ବେଳେ ଭୁଲବଶତଃ ପ୍ରଥମେ ରନ୍ ଆଉଟ୍ ହୋଇଯାଇଥିଲେ। ସେତେବେଳକୁ ତାଙ୍କର ଦଳୀୟ ସ୍କୋର ସେ ପର୍ସନାଲ ସ୍କୋର କରିଥିଲେ 32 ରନ୍। ଯଶସ୍ୱୀ ଜୟସ୍ୱାଲ ଆଉଟ୍ ହେଲା ପରେ ତାଙ୍କ ସାଙ୍ଗରେ ସାଥ ଦେଇଥିଲେ ଦେବଦତ୍ତ ପାଡିକଲ। କେଏଲ୍ ରାହୁଲ ଓ ପାଡିକଲ ବ୍ୟାଟିଂ କରୁଥିବା ସମୟରେ ବର୍ଷା ମଧ୍ୟ ହୋଇଥିଲା। ସେତେବେଳେ ଦଳୀୟ ସ୍କୋର 100 ରନ୍ କ୍ରସ୍ କରିଥିଲା। ଦ୍ୱିତୀୟ ସେସନରେ କେଏଲ୍ ରାହୁଲ ଇନଜର୍ଡ ହୋଇ ପ୍ୟାଭିଲିୟନ୍ ପଳାଇଥିଲେ। ଏପର୍ଯ୍ୟନ୍ତ ସେ ଆଉଟ୍ ହୋଇନାହାନ୍ତି, ପ୍ୟାଭିଲିୟନ୍ରେ ଅଛନ୍ତି। ପାଡିକଲଙ୍କ ସହିତ ଯୋଗ ଦେଇଥିଲେ କ୍ୟାପ୍ଟେନ୍ ଶୁଭମନ ଗିଲ୍। ସେ ମଧ୍ୟ ବେଶୀ ସମୟ ତିଷ୍ଠି ପାରିନଥିଲେ, 16 ରନ୍ କରି ଆଉଟ୍ ହୋଇଥିଲେ। କିନ୍ତୁ ଗୋଟିଏ ପଟେ ପାଡିକଲ ଧୂଆଁଧାର ବ୍ୟାଟିଂ ଜାରି ରଖିଥାନ୍ତି। ତାଙ୍କ ସାଙ୍ଗରେ ସାଥ ଦେଲେ ଆସି ରିଷଭ ପନ୍ତ ମଧ୍ୟ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲେ। 4ଟି ଚୌକା ଓ ଗୋଟେ ଛକା ମାରି 27 ରନ୍ର ଅଭିଜିତ ପାରି ଖେଳିକି ପଡ଼ିଆରେ ଅଛନ୍ତି। ତାଙ୍କ ସହିତ ଦେବଦତ୍ତ ପାଡିକଲ, ସେ ମଧ୍ୟ ଅତି ସୁନ୍ଦର ବ୍ୟାଟିଂ କରୁଛନ୍ତି। ଛକା ଚୌକା ବର୍ଷା କରି ଶତକ ଅର୍ଜନ ମଧ୍ୟ କରିସାରିଛନ୍ତି। 131 ରନ୍ରେ ସେ ମଧ୍ୟ ଅଛନ୍ତି। 178 ବଲ୍ ଖେଳି 131 ରନ୍ର ଧୂଆଁଧାର ପାରି ଖେଳିଛନ୍ତି। ସିଂହଳୀ ବୋଲରଙ୍କୁ ଛକା ଚୌକା ମାରିବାରେ ପାଡିକଲ ଅତି ସୁନ୍ଦର ବ୍ୟାଟିଂ କରୁଛନ୍ତି। ଅଭ୍ୟାସ ମ୍ୟାଚରେ ମଧ୍ୟ ପାଡିକଲ ଅତି ସୁନ୍ଦର ବ୍ୟାଟିଂ କରି ଶତକ ଅର୍ଜନ କରିଥିଲେ। ଏବେ ମଧ୍ୟ ଏହି ଟେଷ୍ଟ ମ୍ୟାଚରେ ମଧ୍ୟ ପାଡିକଲ ଅତି ସୁନ୍ଦର ବ୍ୟାଟିଂ କରୁଛନ୍ତି। ଏବେ 131 ରନ୍ରେ ଅଛନ୍ତି। ତାଙ୍କ ସାଙ୍ଗରେ ଅଛନ୍ତି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ, ସେ ମଧ୍ୟ 27 ରନ୍ କରି ଅଛନ୍ତି। ଗତକାଲିର ମ୍ୟାଚରେ ବର୍ଷା ବାଧାପ୍ରାପ୍ତ ହୋଇଥିଲା 2 ଥର। ତଥାପି 73 ଓଭର ଖେଳ ହୋଇଥିଲା। ଏଥିରେ ଭାରତ କରିଛି 288 ରନ୍, 2ଟି ୱିକେଟ୍ ହରାଇଛି। ବିଶେଷ କରି ଶୁଭମନ ଗିଲ୍, ଯଶସ୍ୱୀ ଜୟସ୍ୱାଲଙ୍କ ୱିକେଟ୍ ଯାଇଛି। କେଏଲ୍ ରାହୁଲ ଏବେ ବି ଅଛନ୍ତି। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ। ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।